ବର୍ତ୍ତମାନ ଆସାମର ସିଚୁଏସନ୍ ଯେଉଁ ଭଳିଆ ସିଚୁଏସନ୍ ହେଇଛି, ଆପଣମାନେ ଯେଉଁମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖୁଥିବେ ସେମାନେ ଜାଣୁଥିବେ କ'ଣ ସିଚୁଏସନ୍ ହେଉଛି। ଯେଉଁମାନେ ଦେଖୁନଥିବେ ସେଇ ଆଲତୁ ଫାଲତୁ ରିଲ୍ସ ସ୍କ୍ରଲ୍ କରୁଛେ ସେମାନଙ୍କ କଥା ଛାଡ଼। ସେମାନେ ତ ଯେମିତି ଶୋଇବା ଅବସ୍ଥାରେ ତୋଫାନ ଆସେ, ତୋଫାନ ଆସିଲା ପରେ ସବୁ କିଛି ଚିନ୍‌ଭିନ୍ କଲା ପରେ ଅନେଇକି ଦେଖିଲା ପରେ ଯେଉଁ ପ୍ରକାର ଅବସ୍ଥା ହେଉଥିବ ସେଇ ପ୍ରକାର ସେମାନଙ୍କର ଅବସ୍ଥା। ସେମାନଙ୍କ କଥା ତ ଛାଡ଼ନ୍ତୁ, ଆପଣ ଯେଉଁମାନେ ବି କିଛି ମାଧ୍ୟମରେ ଆପଣ ସେମାନଙ୍କୁ ହେଲ୍ପ କରିବାକୁ ଚାହୁଁଛ ସେମାନଙ୍କ କଥା କହୁଛି। ଯେଉଁମାନେ ବର୍ତ୍ତମାନ ଆପଣମାନେ ଫିଜିକାଲ ମାଧ୍ୟମରେ ସପୋର୍ଟ ନ କରିପାରିବେ, ଫିଜିକାଲ ମାଧ୍ୟମରେ ଆପଣମାନେ ହେଲ୍ପ ନ କରିପାରିଲେ, ଅର୍ଥ ମାଧ୍ୟମରେ ଆପଣ ସପୋର୍ଟ ନ କରିପାରିଲେ ମଧ୍ୟ ଆପଣମାନେ ୱାନ୍ କ୍ଲିକ୍ ମାଧ୍ୟମରେ ଆପଣମାନେ ସପୋର୍ଟ କରିପାରିବେ ସେଇ ଆସାମର ସିଚୁଏସନ୍‌କୁ। କେମିତି ସିଚୁଏସନ୍‌କୁ ସପୋର୍ଟ କରିବେ? ଆପଣମାନେ ଯଦି ୱାନ୍ କ୍ଲିକ୍‌ରେ ତାଙ୍କୁ ସେୟାର କରିଦେବେ, ସମସ୍ତଙ୍କ ପାଖରେ ପହଞ୍ଚିଲେ ସେଇ ଖବର, ଯେଉଁମାନେ କି ବଡ଼ ବଡ଼ ଡିଷ୍ଟ୍ରିବ୍ୟୁଟର ଅଛନ୍ତି, ଯେଉଁମାନେ ଡୋନର ଅଛନ୍ତି, ସେମାନେ ତ କିଛି ସେମାନଙ୍କୁ ପାଖକୁ ପହଞ୍ଚିଲେ ସେମାନେ ହେଲ୍ପ କରିପାରିବେ ସେମାନଙ୍କୁ। ଏତିକି ଆପଣଙ୍କ ରିକ୍ୱେଷ୍ଟ। ଦେଖନ୍ତୁ ଆସାମର ଯେଉଁ ପ୍ରକାର ସିଚୁଏସନ୍, ସେଇ ସିଚୁଏସନ୍ ଯଦି ଆପଣଙ୍କ ସହିତ ହେବ ଆପଣଙ୍କୁ କେମିତି ଲାଗିବ? ଆପଣ ନିଜ ସହିତ ସେଟାକୁ ଇମାଜିନ୍ କରନ୍ତୁ। ଆପଣ ନିଜ ସହିତ ସେଟାକୁ କମ୍ପେୟାର କେମିତି ଲାଗିବ? ଯଦି ଆପଣ ସେଇ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଆପଣ ସେଇ ଭଳିଆ ସିଚୁଏସନ୍ ଆସିବ, ମନେକର ଆପଣ ଶୋଇଥିବା ଅବସ୍ଥାରେ ଯଦି ବଡ଼ ତୋଫାନ, ବଡ଼ पापा ବର୍ଷା, बाहर कितनी तेज ଯଦି बारिश हो रही ବାତ୍ୟା है, ଆସିବ, ये तो पूरा ସେଇଭଳିଆ गांव ଫୁଲ୍ डुबो ଶୋଇଥିବା देगी। ଅବସ୍ଥାରେ ପୁଣି तुम लोग ରାତିରେ घबराना मत, मैं हूं ରାତି ना। ଅବସ୍ଥାରେ ଯଦି ଶୋଇଥିବା ଅବସ୍ଥାରେ ସେଇଭଳିଆ पापा बचाइए, ଯଦି पापा ସେମିତି ହେବ ଆପଣ बचाइए। କ'ଣ କରିବେ? କେଉଁଠି ଯିବେ? तुम କୋଉଠି लोग टब ଯିବେ? में बैठ କ'ଣ जाओ। କରିବେ? କିଛି ଜାଣିପାରିବେନି। ଜିନିଷ ଖେଳି ନେବେ। ଆପଣମାନେ ସେଇ ଅବସ୍ଥାରେ ଥିବେ। पापा और आप? ସେଇ ଅବସ୍ଥାରେ ହଉଥିବ, मैं ତାହେଲେ तुम କେମିତି सबको बाहर ले ଲାଗୁଥିବ जाऊंगा। ଆପଣମାନେ ଚିନ୍ତା କରନ୍ତୁ, ନିଜେ ଚିନ୍ତା କରନ୍ତୁ। ସେଇଭଳିଆ ସିଚୁଏସନ୍ ହେଉଛି ଆସାମରେ। ସେଇଟା ହେଉଛି पापा बहुत तेज पानी। ହେଲ୍ପ କଲେ ଯାଇକି ଆପଣମାନେ ଜାଣିପାରିବେ ଯେ କ'ଣ ହେଉଛି ଅବସ୍ଥା। ସେଥିପାଇଁ ଆପଣମାନଙ୍କ ଏତିକି ରିକ୍ୱେଷ୍ଟ, ଯେତିକି ଆପଣମାନେ ସୋସିଆଲ ମିଡ଼ିଆ ଭଏସ୍ ମାଧ୍ୟମରେ ହଉ କି ଆପଣମାନେ ଯଦି ବି କୌଣସି ଅର୍ଥ ମାଧ୍ୟମରେ କରିପାରୁଛନ୍ତି, ଅର୍ଥ ମାଧ୍ୟମରେ ମଧ୍ୟ ଆପଣମାନେ ହେଲ୍ପ କରିପାରିବେ। ଯେଉଁମାନେ କି କରିଛନ୍ତି ତାଙ୍କର ଗୋଟେ ଟିମ୍ କରିଛନ୍ତି, ଡୋନେସନ୍ ଟିମ୍, ସେମାନଙ୍କ ଡୋନେସନ୍ ଟିମ୍ ମାଧ୍ୟମରେ ସେମାନଙ୍କୁ ଆପଣମାନେ ହେଲ୍ପ କରିବେ। ଯଦି ଆପଣ ଅର୍ଥ ମାଧ୍ୟମରେ ସେ ହେଲ୍ପ କରିବା ପାଇଁ ସକ୍ଷମ ଅଛନ୍ତି ତ, ଯଦି ନାହିଁ ତ ଆପଣମାନେ ସେୟାର କରି ମଧ୍ୟ କିମ୍ବା ଭଏସ୍ ମାଧ୍ୟମରେ ଆପଣମାନେ ତାଙ୍କୁ ହେଲ୍ପ କରିପାରିବେ। ତ ଆସାମ ଆମର ଜାଣିଛନ୍ତି ଯେଉଁ ସେଇଟା ହେଉଛି ଫସଲ ବହୁଳ ରାଜ୍ୟ, ଏକ ରାଜ୍ୟ। ସେଇ ରାଜ୍ୟ ମାଧ୍ୟମରେ ବହୁତ ମାନେ ଆମର ଦେଶକୁ ଟ୍ରାନ୍ସପୋର୍ଟେସନ୍ ବା ଏକ୍ସପୋର୍ଟ ଇମ୍ପୋର୍ଟ ହୋଇଥାଏ। ସେ ଦେଶ ଯିବେ ତାହେଲେ ଆମ ଦେଶର କ'ଣ ଅବସ୍ଥା ହେବ, ସେଇଟା ବି ଆପଣମାନେ ଚିନ୍ତା କରନ୍ତୁ। ତ ଆପଣମାନଙ୍କ ଏଇ ଭିଡ଼ିଓ ମେନ୍ ମକସଦ ମୋର ନୁହେଁ ଯେ ଆପଣ ଲାଇକ୍, ସେୟାର ଏବଂ କମେଣ୍ଟ ପାଇବା ପାଇଁ। ଆପଣମାନେ ଲାଇକ୍, କମେଣ୍ଟ, ସେୟାର ନ କରନ୍ତୁ, କିଛି ଅସୁବିଧା ନାହିଁ। କେବଳ ଆପଣମାନେ ସେମାନଙ୍କୁ କିଛି ମାଧ୍ୟମରେ ତାଙ୍କୁ ସପୋର୍ଟ କରନ୍ତୁ, ହେଲ୍ପ କରନ୍ତୁ। କକରୋଚ ପାର୍ଟିକୁ ତ ବହୁତ ଆପଣମାନେ ସପୋର୍ଟ କଲେଣି, ସପୋର୍ଟ କରି ମଧ୍ୟ ଆପଣମାନେ ଯାହା ଡିମାଣ୍ଡ କରିଥିଲେ ତାହା ଆପଣଙ୍କର ଫୁଲଫିଲ୍ ହେଇଛି, ସେଥିରେ ତା'ର କିଛି ହିସାବ ନାହିଁ। ତ ଆପଣ ବର୍ତ୍ତମାନ ଯେଉଁ ବିପଦ ଆମର ଆସିଛି ସେଇ ବର୍ତ୍ତମାନ ସବୁଥିରେ ଆମେ ଠିଆ ହେବା ଦରକାର। ଠିଆ ହେଲେ ଯାଇକି ଆମ ଲୋକଙ୍କ ହେଲ୍ପ କରିବା, ହେଲ୍ପ କରି ମଧ୍ୟ କିଛି ସେମାନଙ୍କ ସାହାଯ୍ୟ ମିଳିବ। ଏତିକି ଆପଣଙ୍କ ରିକ୍ୱେଷ୍ଟ। ଜୟ ଜଗନ୍ନାଥ, ଜୟ ହିନ୍ଦ।